ବନ୍ଦ ହବ ତ ଗୃହ ଏ ଅପାରକ ସରକାର କିଛି ନାହିଁ। ନାରୀ ନିର୍ଯାତନା ଦରଦାମରେ ଲୋକ ମରୁଛନ୍ତି, ଲୋକ ଖାଇବାକୁ ପାଉନାହାନ୍ତି, ଟ୍ରିଟମେଣ୍ଟ ପାଉନାହାନ୍ତି। ବିଜୁ କାର୍ଡରେ ଲୋକ ଟ୍ରିଟମେଣ୍ଟ ହଉଥିଲେ, ଏ କାକ କାର୍ଡରେ ଫେଲ। ରାସ୍ତାଘାଟ ଖାଲ, ଯୁଆଡେ ଯିବ ପୋଲ। ଏ ସରକାର ଏକେ ମଲା ସରକାର। ତେଣୁ ଏ ବିଧାନସଭା ନିଶ୍ଚୟ ବନ୍ଦ ହବ, ବାରମ୍ବାର ବନ୍ଦ ହବ। ହଁ କରୁଛି, ବିରାଟ ଆୟୋଜନ ହଉଛି। 2000 ମହିଳା ଆସିବେ ନାରୀ ନିର୍ଯାତନାକୁ ମୁକାବିଲା କରିବା ପାଇଁ ଆଉ ଏବଂ ଆସେମ୍ବଲି ଘେରାଉ କରିବା ପାଇଁ। ଆମର ବି ଜଟଣୀରୁ 100 ଭଳିଆ ମହିଳା ଆସୁଛନ୍ତି। ହବା ଦରକାର। ନାରୀ ଫେର ତ ବଞ୍ଚିବେ, ବାଟ ଯାକ ନିରାତର ହଉଥିବେ। ଅତି ଘୃଣ୍ୟ ଯୋଉ ମହିଳା ସଭାନେତ୍ରୀଙ୍କୁ ଧନ୍ୟବାଦ ବାହିନୀ ପତ୍ରୀ, ତମେ ଗୋଟେ ବିଧାନସଭା ଘେରାଉ କରୁଛ, ୱେଲକମ୍। ଖାଇକି ଗଲେ ଭଲ ନା, ମାଡ଼ ଖାଇଲେ କିଛି ହବ କୁହ? 29 ତାରିଖ ହଉଛି ମହାଷ୍ଟମୀ। ଏହି ସମୟରେ ଦେବାଦେବୀ ମାନେ ମର୍ତ୍ତ୍ୟ ସ୍ୱର୍ଗରୁ ଆସିଥାନ୍ତି ମର୍ତ୍ତ୍ୟରେ ପୂଜା ଖାଇବା ପାଇଁ। ପ୍ରଥମେ ଆସିଲେ ଗଣେଶ, ତାପରେ ଆସିଲେ ବିଶ୍ୱକର୍ମା, ତାପରେ ଆସିଯିବେ ଦେବୀ, ତାପରେ ଆସିବେ ମହାଲକ୍ଷ୍ମୀ, ତାପରେ ଆସିବେ ମହାକାଳୀ, ତାପରେ ଆସିବେ କାର୍ତ୍ତିକ। ଏ ହଉଛି ଆମ ପରମ୍ପରା। ଆମେ ନିଷ୍ଠାର ସହ ଭାରତବାସୀ ପୃଥିବୀବାସୀ ପୂଜା କରିଥାଉ। ଆମର ମହାଷ୍ଟମୀ ମା ଦୁର୍ଗାଙ୍କର ମୂର୍ତ୍ତିରେ ହଉଛି 30 ତାରିଖ, ପୀଠରେ ହଉଛି 29 ତାରିଖ। ଆମ ଦକ୍ଷିଣ ଚଣ୍ଡୀ ପୂଜା ଅର୍ଚ୍ଚନା ଖଣ୍ଡା ପୂଜା ଆମେ କରି ଆସୁଛୁ ବିମଳାଙ୍କ ନୀତି ଅନୁସାରେ। 29 ତାରିଖରେ ହଉଛି ପୂଜା। ସକାଳ 7টাରେ ପୂଜା ଆରମ୍ଭ ହବ। ମା ଗାଧେଇବେ, ପୂଜା ଅର୍ପଣ ସବୁ ହବ। 9টাରେ ଗୁଆଝରରେ ଭଜନ ଏବଂ ଗଜଲ କାର୍ଯ୍ୟକ୍ରମ ହବ, ଲୋକମାନେ ଉପଭୋଗ କରିବେ। 11ଟା ବେଳେ ପ୍ରେସ ମିଟ୍ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜାତୀୟ ସ୍ତରୀୟ ଡକ୍ଟର ହରେକୃଷ୍ଣ ମହତାବ ଜୟନ୍ତୀର ଫାଇନାଲ ପ୍ରୋଗ୍ରାମ ବାହାରିବ। ଏଥର ଆସୁଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନ। ଆମେ ନିମନ୍ତ୍ରଣ କରୁଛୁ ସବୁ ଦଳକୁ। ନବୀନ ପଟ୍ଟନାୟକ, ଭକ୍ତଚରଣ ଦାସଙ୍କୁ ନିମନ୍ତ୍ରଣ କରିଛୁ, ଯେ ଆସିବେ। ଠିକ 11ଟା ବେଳେ ପ୍ରଶାସନ ବାହାରିବ ପିଏମଜି ଛକରୁ। ଏଥର 68 ଦଳ ପାଇକ ଆସୁଛନ୍ତି। ଆମର 68ତମ ମହତାବ ଜୟନ୍ତୀ କାର୍ଯ୍ୟକ୍ରମ ଚାଲିବ। ଏଠୁ ପ୍ରଶାସନରେ ଯିବେ, ସାରା ଓଡ଼ିଶାରୁ ଆସିବେ, ଓଡ଼ିଶା ବାହାରୁ କଳାକାର ଆସୁଛନ୍ତି। ମାଉସା ମନ୍ଦିର ସେଠି ପାଇକ ମାନଙ୍କୁ ସମର୍ଦ୍ଧିତ କରାଯିବ ଏବଂ ଭୋଜନ ଦିଆଯିବ। ତାପରେ ଆମର କାର୍ଯ୍ୟକ୍ରମ ରହୁଛି, କିଛି ପ୍ଲାଣ୍ଟେସନ କରାଯିବ। ସନ୍ଧ୍ୟା ବେଳେ ଆମର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆପଣ ମାନେ ବିପୁଳ ସଂଖ୍ୟାରେ 29 ତାରିଖ ଦିନ 11ଟା ବେଳେ ସାମ୍ବାଦିକ ଭାଇମାନେ ଜନସାଧାରଣ ଯୋଗ ଦେବେ ଏବଂ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ। ଭୋଜନରେ ଆପ୍ୟାୟିତ ହେବେ, ଆସିବେ ବୋଲି ନିବେଦନ କରୁଛି।